ଆଜି ଆମେ ଆମ ଦଶମ କ୍ଲାସ ସଂସ୍କୃତ ଗ୍ରାମାରର କୃଦନ୍ତ ପ୍ରକରଣ ଚାପ୍ଟରର ଅଭ୍ୟାସ ପ୍ରଶ୍ନପତ୍ର ଦେଖିବା। ତାହେଲେ 1 ନମ୍ବର ଆମକୁ କହିଛି ଅଧସ୍ତେନ ବାକ୍ୟେଷୁ କୃଦନ୍ତ ପଦାନି ନିରୂପୟତେ। ବୁଝିହେଲା ତ? ଆମର ଏକ ପଦରେ ତାକୁ ମାନେ ଗୋଟେ ଇଏରେ ଲେଖିବା ଗୋଟେ କ'ଣ ହବ। ତାହେଲେ କରେ ଦେଇଛି ଶିଶୁ ଧାବନ ଅପତତ୍ କ'ଣ ହବ? ଧାବନ। ରାମଃ ଗ୍ରାମମ୍ ଗତବାନ୍ କ'ଣ ହବ? ଗତବାନ୍। ତାପରେ ଗୋପାଳ ଏଇଟା ପୁରୀମ୍ ଆଗତଃ ଆଗତଃ ହେଲା। ମୟା ଜଗନ୍ନାଥ ଦୃଷ୍ଟଃ କ'ଣ ହବ? ଦୃଷ୍ଟଃ। ତାପରେ ଛାଗଃ ଚରିତୁମ୍ ଗଚ୍ଛତି କ'ଣ ହବ? ଚରିତୁମ୍। ତାପରେ ରାମସ୍ୟ ଭାଷଣମ୍ ମଧୁରମ୍ କ'ଣ ହବ? ଭାଷଣମ୍। ତସ୍ୟ ଧନମ୍ ପ୍ରତିଲୋଭୋ ନାସ୍ତି ଲୋଭୋ ଶ୍ରବଣମ୍ କୁରୁ ଶ୍ରବଣମ୍। ତାପରେ ଝରେ ଗୁରୁଜନମ୍ ସେବମାନଃ ଜନଃ ସୁଖୀ ସେବମାନଃ ବିଦ୍ୟାମ୍ ପଠିତ୍ୱା ଜ୍ଞାନୀ ଭବ ପଠିଶ୍ଚା। ତାପରେ 2 ନମ୍ବର ଆମର ଉଦାହରଣ ଇଏ କରିବା ହେଲା। ଏଇଟା ହେଲା ଆମର କ'ଣ? ସନ୍ଧି ବିଚ୍ଛେଦ କରିବା। କ'ଣ ହବ? ନିହି ଯୁକ୍ତ ଡ୍ୟାସ୍ ହେଲା ନିତ୍ୱ ହବ ହେଲା ତ୍ୱା। ତାପରେ କ'ଣ ହବ? ଏଇଟା ହେଲା କୋବା ଦେଇଥିଲା ସ୍ୱତା ହବ, ଏଇଟା ଶ୍ରୁ ହବ ହେଲା। ତାପରେ ସ୍ଥା ଯୁକ୍ତ ଡ୍ୟାସ୍ ଉତ୍ୱା ହେଲା ତ୍ୱା। ତାପରେ ଡ୍ୟାସ୍ ଯୁକ୍ତ ଡ୍ୟାସ୍ ଜ୍ଞାତ୍ୱା ହେଲା ଜ୍ଞା ଯୁକ୍ତ ତ୍ୱା। ତାପରେ କ'ଣ ହବ? ପଠ ଯୁକ୍ତ ଡ୍ୟାସ୍ ହେଲା ଅନ୍ନ ହେଲା ପଠନମ୍। ତାପରେ ଲ୍ୟୁଟ୍ ଦୃଶ୍ ଯୁକ୍ତ ଲ୍ୟୁଟ୍ ହେଲା ଦର୍ଶନମ୍। ତାପରେ ଭ୍ରମ ଯୁକ୍ତ ଯାହା ବି ୟା ଭିତରୁ କଲେ ବି ଭ୍ରମଣମ୍ ହବ। ସେଇଭଳି ଭାବରେ ଡ୍ୟାସ୍ ଯୁକ୍ତ ଡ୍ୟାସ୍ ଇଜ୍ ଇକ୍ୱାଲ୍ ଟୁ ବଚନମ୍ ବଚ୍ ଯୁକ୍ତ ଅନ୍ନ ଅନଟ୍ ହେଲା ବଚନମ୍। ତାପରେ ଦୃଶ୍ ଯୁକ୍ତ ତ ଦୃଷ୍ଟଃ ହେଲା। ସେମିତି କୃଶ୍ ଯୁକ୍ତ ତ କୃଷ୍ଟଃ। ଡ୍ୟାସ୍ ଯୁକ୍ତ ତ ଶିଷ୍ଟଃ ହେଲା ସାସ୍ ଯୁକ୍ତ ତ ଶିଷ୍ଟଃ। ତାପରେ ନସ୍ ଯୁକ୍ତ ଡ୍ୟାସ୍ ଇଜ୍ ଇକ୍ୱାଲ୍ ଟୁ ନଷ୍ଟ ହେଲା ତ। ବୁଝିହେଲା? ସବୁ ତ ଅଭ୍ୟାସ ପ୍ରଶ୍ନପତ୍ର ସରିଗଲା।